ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣଙ୍କର ଯୋଉ ଓଏସଏପି ଆଇଆରବି ବାଟାଲିୟନର ଯୋଉ ଏକ୍ଜାମ ହେଇଥିଲା 7 ତାରିଖରେ, ତ ତାର ଯୋଉ ଆନ୍ସର କି ଆସିବାର ଥିଲା, ତ ତା ଆନ୍ସର କି ରିଗାର୍ଡିଂ ସେ ଗୋଟେ ନୋଟିସ ଆପଣଙ୍କୁ ଦେଇଦେଇଛି। ଆପଣ ବି ସାଇଟରେ ଦେଖିପାରୁଥିବେ, ଏଇଠି ଗୋଟେ ନୋଟିସଟେ ଆପଣଙ୍କର ମେନସନ ଅଛି ରାଇଟ୍ ସାଇଡରେ, ଏଇଟା ଦେଖନ୍ତୁ। ନୋଟିସକୁ ଆସିଲା ପରେ ଏଠି ଆପଣ ଦେଖିପାରିବେ ଷ୍ଟେଟ୍ ସିଲେକ୍ସନ ବୋର୍ଡ ଓଡ଼ିଶା ପୋଲିସ କଟକ ଏଠି ଲେଖା ଅଛି। ଆଉ ଏଠି ଆପଣ ଡେଟ୍ ପବ୍ଲିଶ ହେଇଯାଇଛି, ଡେଟ୍ ହେଲା 20 ଡିସେମ୍ବର ଯୋଉଟା 2024ରେ। ତ ସେଠି ଆପଣ ତଳକୁ ଆସିଲା ପରେ ଏଠି ଆପଣ ଦେଖିପାରିବେ ଆପଣଙ୍କର ଯୋଉ ଆନ୍ସର କି ଯୋଉ ପବ୍ଲିସିଂ ହବାର ଅଛି, ତ ସେଟା ଆପଣ କେବେ ହବ ନା ଆପଣ 27 ଡିସେମ୍ବରରୁ 30 ଡିସେମ୍ବର ଯାଏଁ ଆପଣ ରହିବ। 27 ଡିସେମ୍ବର ସକାଳ 10ଟାରୁ 30 ଡିସେମ୍ବର ସକାଳ 10ଟା ପର୍ଯ୍ୟନ୍ତ ଆପଣ ରହିବ। ଯୋଉଟା ଆପଣ 7 ଡିସେମ୍ବରରୁ 18 ଡିସେମ୍ବର ଯାଏଁ ଯୋଉଟା ହେଇଥିଲା ମଲ୍ଟିପୁଲ ସିଫ୍ଟ ଆପଣ ହେଇଥିଲା। ତ ତାର ରିଗାର୍ଡିଂ ଯୋଉ ଆନ୍ସର କି ଆପଣ ପବ୍ଲିଶ ହବ, ସେ ରିଗାର୍ଡିଂ ଆନ୍ସର କି ଦେଖି ସାରିଲା ପରେ ଯଦି ଆପଣଙ୍କର କିଛି ମାନେ ଅବଜେକ୍ସନ କିଛି ଅଛି କୌଣସି କ୍ୱେଶ୍ଚିନ ପ୍ରତି, ତ ଅବଜେକ୍ସନ ଆପଣ 30 ଡିସେମ୍ବର 10ଟା ସୁଦ୍ଧା ଆପଣଙ୍କର ଯେମିତି ହେଲେ ଆପଣ କରିବାକୁ ପଡ଼ିବ। ତ ତାପରେ ଆପଣ ଆଉ କରିପାରିବେନି। ଅବଜେକ୍ସନ ରେଜ୍ କରିବା ପାଇଁ ଆପଣଙ୍କୁ ପର କ୍ୱେଶ୍ଚିନ ପିଛା 250 ଟଙ୍କା ଦେବାକୁ ପଡ଼ିବ। ଆଉ ତା ସହିତ ଆଡ଼ିସନାଲ ବ୍ୟାଙ୍କ ଚାର୍ଜେସ୍ ମଧ୍ୟ ଅଛି, ଯାହା ମାନେ ଆପଣଙ୍କୁ ଲାଗେ ସେ ଏକ୍ସଟ୍ରା ଚାର୍ଜେସ୍ ଯୋଉଟା ଲାଗେ ବ୍ୟାଙ୍କର। ତ ଆପଣମାନେ ସେ ଅନୁସାରେ ଆପଣମାନେ ଇଏ କରନ୍ତୁ। ଆପଣଙ୍କର ଫିଜିକାଲ ପ୍ରାକ୍ଟିସ୍ ଆପଣମାନେ କଣ୍ଟିନ୍ୟୁ ଚଲେଇ ରଖିଥାନ୍ତୁ। ମାନେ ନେକ୍ସଟ କେତେବେଳେ ବି ଆପଣଙ୍କର 30 ତାରିଖ ପରେ ସେ କେତେବେଳେ ବି ଆପଣ ଫିଜିକାଲ ଡେଟ୍ ପବ୍ଲିଶ କରିଦେବ, ତ ସେ ଅନୁସାରେ ଆପଣମାନେ ଫିଜିକାଲ ପ୍ରାକ୍ଟିସ୍ କରୁଥାନ୍ତୁ।